ମାନେ ଏମିତିରେ ମୋ ସାଙ୍ଗ ମୋ ସହିତ ସାଇକେଲରେ ଯାଉଥିବ, ତାକୁ ଭୂତ ଲାଗି ଯାଇଥିବ, ମୁଁ ଗାଡ଼ି ଚଲେଇକି ମାନେ ସରି ମୁଁ ସାଇକେଲ ଚଲେଇକି ଯାଉଥିବି, ଗୀତ ଗାଇକି ଇଏ ଦୋସ୍ତି ହମ ନେଇ ଛୋଡ଼େଙ୍ଗେ ତ ସିଏ ବସିକି ମୁଁ ମାରୁଥିବ, ବସିକି ଏମିତି ବସିକି କାନ୍ଦିଲା, ମାନେ ପୁଅଟା କାନ୍ଦିଲା ଝିଅ ଭଳିଆ ଟୋନ୍ରେ। ତା ନା ଏବେ ଯିବୁ କେମିତି ନା କ'ଣ କରିବୁ ନା ଖାଇବାର ଅଛି, କ'ଣ ଖାଇବୁ ନା ଚିକେନ୍। ସେ ଯେତିକି ଚିକେନ୍ ଥିଲା ସବୁ ଖାଇଦେଲା। ତ ଯେତେବେଳେ 8ରୁ 10 ମୁଁ ଗାଁରେ ପଢ଼ୁଥିଲି, ସେତେବେଳେ ବହୁତ ଢେର ସାରା ଘୋଷ୍ଟ ଏକ୍ସପିରିଏନ୍ସ ମୁଁ କରିଦେଇଛି। ମାନେ ଏମିତିରେ ମୋ ସାଙ୍ଗ ମୋ ସହିତ ସାଇକେଲରେ ଯାଉଥିବ, ତାକୁ ଭୂତ ଲାଗି ଯାଇଥିବ, ମୁଁ ଗାଡ଼ି ଚଲେଇକି ମାନେ ସରି ମୁଁ ସାଇକେଲ ଚଲେଇକି ଯାଉଥିବି, ଗୀତ ଗାଇକି ଇଏ ଦୋସ୍ତି ହମ ନେଇ ଛୋଡ଼େଙ୍ଗେ ତ ସିଏ ବସିକି ମୁଁ ମାରୁଥିବ। ରାତିରେ ଇନସିଡେଣ୍ଟ ଏମିତି ଗୋଟେ ହେଇଥିଲା, ଗାଁ ସାଙ୍ଗ ଆମେ 3 ଜଣ ଭୋଜି କରୁଥିଲୁ, ଚିକେନ୍ ଫିଷ୍ଟ କରୁଥିଲୁ। ତ ଗୋଟେ ଭାଇ ଜଣେ ବି ଥିଲେ, ତ ସିଏ କହିଲେ ଗୋଟେ ରାତିରେ ଯେଉଁଟା ଦରକାର ପ୍ରୋଗ୍ରାମ ପାଇଁ ତ ଆଣିବା ପାଇଁ, ଆମେ ସେଠି ସେତେବେଳେ ମିଳେନି, କୂଅରେ ବାନ୍ଧିକି ବସ୍ତାରେ ପକେଇକି ରଖନ୍ତି। ଆମେ ଯାଇଥିଲୁ ଆଣିବା ପାଇଁ। ନଈ ବନ୍ଧମାନଙ୍କରେ ବେସିକାଲି ବହୁତ ସ୍ପିରିଟ୍ ରୁହନ୍ତି। ଏବେ ତ ଏନର୍ଜି ବହୁତ ହେଇଗଲାଣି, ଆସୁନାହାନ୍ତି। ତ ସେଇ ଟାଇମ୍ରେ, ସେଇଟା ମୁଁ 2008 ପାଖାପାଖି ବୋଧେ କଥା କହୁଛି, ସେଇ ଟାଇମ୍ରେ ଆମେ ଯାଉଛୁ ନଈ କୂଳରେ ଠିଆ ହେଇକି ବନ୍ଧ ବାଟେ ରିଟର୍ନ କଲୁ, ବନ୍ଧ ବାଟେ କାହିଁକି ରୋଡ଼। ତ ଆଗରୁ କ'ଣ ଥିଲା ନା ବହୁତ ଜଙ୍ଗଲ ଥିଲା, ତାପରେ ଫ୍ରିକ୍ୱେନ୍ସି ବି ଏତେ ନଥିଲା। ତ ଯେଉଁ ଥାର୍ଡ଼ ଡାଇମେନସନ୍ରେ ସ୍ପିରିଟ୍ ଟ୍ରାଭେଲ୍ କରନ୍ତି, ସେ ଫ୍ରିକ୍ୱେନ୍ସିକୁ କାଟିକି ଏବେ ଆସିପାରୁନାହାନ୍ତି। ସେତେବେଳେ ବହୁତ ଢେର ସାରା ଥିଲେ, ଜଙ୍ଗଲ ବହୁତ ଥିଲା। ସେତେବେଳେ ଆମେ ରିଟର୍ନ କଲାବେଳେ ସେ ସାଙ୍ଗକୁ ସ୍ପିରିଟ୍ ଲାଗିଥିଲା, ସେଇଟା ଲମ୍ବା ହେଇଯିବ, ଟିକେ ଲଙ୍ଗ୍ ହେଇଯିବ, ତ ଲାଗିଥିଲା। ମୁଁ ସାମ୍ନାରେ ବି ଦେଖିଥିଲି, ମୁଁ ବି ମାନେ ଏମିତି ତାକୁ ଲାଗିଯାଇଛି। ଆମେ ରିଟର୍ନ କରୁଛୁ ଘରକୁ, ଗଲା ପରେ ସିଏ ଏମିତି ନର୍ମାଲ୍ ଯାଇକି ଗୋଟେ ମାନେ ଖଟ ଉପରେ କଣରେ ବସି ପଡ଼ିଲା, ବସିକି ଏମିତି ବସିକି କାନ୍ଦିଲା, ମାନେ ପୁଅଟା କାନ୍ଦିଲା ଝିଅ ଭଳିଆ ଟୋନ୍ରେ। ତ ଗାଁରେ ଦେଖିଥିବେ ସବୁ ଆଈମା ଥାଆନ୍ତି, ଧଳା ଶାଢ଼ୀ ପିନ୍ଧି ଗୋଟେ ଗୋଟେ ବାଡ଼ି ବାଡ଼ି ଧରିକି, ଆଉ ତାଙ୍କର ପାନ ବାକ୍ସ ଥାଏ। ତ ସେଇ ଟାଇମ୍ରେ ଆମର ସେ ସାଙ୍ଗର ଆଈମା ବି ଥିଲେ। ତ ସିଏ ହଠାତ୍ ଦେଖିଲେ ମୁଁ ଡାକୁଛି ତାକୁ, ସିଏ ଶୁଣିବାର ନାହିଁ। ଚିକେନ୍ ଅଲରେଡ଼ି ରୋଷେଇ ହେଇକି କଡ଼ା ଥୁଆ ହେଇଛି, ମୁଁ ତାକୁ ଡାକୁଛି, ସେ ଶୁଣିବାର ଟୋଟାଲ୍ ନାହିଁ, କାନ୍ଦୁଛି ବସିକି। ତାପରେ ବୁଢ଼ୀମା ଆସିଲେ, ଗାଁର ତ ମାନେ କଥାବାର୍ତ୍ତା ଜାଣିଥିବ, ପାମ୍ପଡ଼ ବାଡ଼ିଖିଆ କିଏ ତୁ ଯୋଗଣିଖିଆ ଏମିତି କହନ୍ତି। ତ ବୁଢ଼ୀମା ଯେତେବେଳେ ତାକୁ କହିଲେ, ସିଏ ପୁରା ଦୌଡ଼ିକି ଆସିଲା, ଆଲମାରିଟାକୁ ଏମିତି ପେଲିଦେଲା, ଆଲମାରି ପଡ଼ିଲା, ମାନେ ମୁଁ ଦୁଆର ମୁହଁରେ ଏମିତି ପଡ଼ିଛି, ମୋ ଉପରେ ଚଢ଼ିକି ପଳେଇଲା। ତ ତାପରେ ଆଇମା କହିଲେ ଆକୁ କ'ଣ ଗୋଟେ ଲାଗିଛି, ଯାଅ ଗୁଣିଆ ଡାକିକି ଆଣିବ। ତ ଆମେ 2 ଜଣ ତ ଡରୁଛୁ, ସିଏ ମାନେ ବହୁତ ରାତିରେ ତ ହେଲାଣି 11:30 12ଟା, ବହୁତ ଡର। ତ ଗୁଣିଆକୁ ଡାକିବାକୁ ଯେଉଁ ଗୁଣିଆକୁ ଡାକିବାକୁ ଯାଇଛୁ, ସେ ଗୁଣିଆ ଅଲରେଡ଼ି ଶୋଇଲାଣି। ତଥାପି ଡାକିଲୁ, ସିଏ ଆମ ସହିତ ଆସିଲେ। ଆସିଲା ପରେ ତାକୁ କହିଲେ କିଏ କ'ଣ ଲାଗିଛୁ ନା, ସିଏ ସେଠି ଏଇ କରୁଥିଲେ, ତ ଏଇଟା କହିପାରିବିନି। କଲାବେଳେ ମୁଁ ସେଇଠି ବୁଲୁଥିଲି, ସେ ମୋତେ ଦେଖିଦେଲେ, ମୁଁ ଲାଗିଗଲି। ତା ନା ଏବେ ଯିବୁ କେମିତି ନା କ'ଣ କରିବୁ ନା ଖାଇବାର ଅଛି, କ'ଣ ଖାଇବୁ ନା ଚିକେନ୍। ସେ ଯେତିକି ଚିକେନ୍ ଥିଲା ସବୁ ଖାଇଦେଲା। ଆମେ ଭୋଜି କରୁଥିଲୁ ସନ୍ଧ୍ୟାବେଳୁ ଏତେ କଷ୍ଟ କରିକି, ସେ କିଛି, ମୁଁ ସେ କଣରେ ହିଁ ଠିଆ ହେଇଛି, ଆଲମାରି କଣରେ, ମୁଁ ହଲୁନି ଆଉ। ତ ତାପରେ ପୁଣି ଯାଇକି ବସି ପଡ଼ିଲା, କାନ୍ଦିଲା। ତାକୁ ଗୁଣିଆ କହିଲା ଏବେ ପଳା, କହିଲା ନାଇଁ ମୁଁ ଯିବିନି। ନା କ'ଣ ପାଇଁ ଯିବୁ ନା ପାନ ଖାଇବୁ। ବୁଢ଼ୀମା ଆଣିଲା, ସେ ଯେଉଁ ବାକ୍ସରୁ ପାନ ବନେଇଲା, ଗୁଆ ଢିଲା ଦେଇକି ଦେଲା। ମାନେ ସେ ତ ଖାଇପାରିବେନି, ସେ କେବଳ ଫିଲ୍ ନେବେ ସେଇଟା। ହଁ, କାରଣ ଆଶା ଥାଏ ଗୋଟେ। ତ ତାପରେ ଗୁଣିଆକୁ କହିକି ଜବରଦସ୍ତି, ମାନେ ଗୁଣିଆ ଯେଉଁ ଛଡ଼ାନ୍ତି ଗାଁରେ, ଆପଣମାନେ ଦେଖିଥିବେ, ଯେଉଁମାନେ ବିଶ୍ୱାସ କରୁନାହାନ୍ତି ଆକ୍ଚୁଆଲି ଭୂତ ଅଛନ୍ତି ବୋଲି, ସେମାନେ ବି ଦେଖିଥିବେ ଗାଁରେ ଭୂତ ଲାଗେ ବୋଲି। ଆରେ ଠାକୁରାଣୀ ଲାଗୁଛି, ଭୂତ ଲାଗିବନି? ଠାକୁରାଣୀ କିଏ ଦେଖିଛ ଆଜି ପର୍ଯ୍ୟନ୍ତ? ଠାକୁରାଣୀ ଲାଗିଲେ ତ ମୁଣ୍ଡରେ କଳସ ଭିଡ଼ି ଦୌଡ଼ିକି ପଳାଉଛ, ଖୋଲା କଥା ଏଇଟା। ସବୁ ପ୍ରକାର ଭଗବାନଙ୍କୁ ବିଶ୍ୱାସ କରୁଛୁ, ଯେଉଁଟାକି ଭଗବାନ କେହି ଦେଖିନାହାନ୍ତି ଆଜି ପର୍ଯ୍ୟନ୍ତ। ସିଏ ବି ଗୋଟେ ଏନର୍ଜି ଫର୍ମରେ ଅଛନ୍ତି। ସେମିତି ଘୋଷ୍ଟ ମାନେ ବି ଅଛନ୍ତି, ମାନେ ତାଙ୍କର ଭଗବାନଟା ଭଲ ଆତ୍ମା, ଘୋଷ୍ଟ ମାନେ ଓଭିୟସଲି ସେମାନେ ନେଗେଟିଭ୍ ଏନର୍ଜି। ତ ଏଥିରେ କ'ଣ ତ ଅଛି? ଘୋଷ୍ଟ ଏମିତି ନାହିଁ ଯେ ଦେଖାଦେବେ ଶାଢ଼ୀ ପିନ୍ଧିକି, ସିଏ ତାଙ୍କର ପ୍ରେଜେନ୍ସଟା ଜଣାନ୍ତି ଯେ ଆମେ ଏଇଠି ଅଛୁ ତମ ପାଖରେ। ତ ଆମକୁ ସେଇଥିପାଇଁ ସାଉଣ୍ଡ ଜଣାପଡ଼େ ବେଳେବେଳେ। ତାପରେ କ'ଣ ହେଲା, ଗୁଣିଆ ତାକୁ ମାନେ ଯେମିତି ବନ୍ଦୀ କରିବା କଥା ନର୍ମାଲ୍ ଗୋଟେ କଳସରେ ଇଏ କଲେ, ତାପରେ କହିଲେ ଯାଇକି ନଈରେ ପକେଇ ଦେଇକି ଆସିବା ପାଇଁ।